ନମସ୍କାର ଦର୍ଶକ ବନ୍ଧୁ। ଆଜି ଆମ ନିକଟରେ ଉପସ୍ଥିତ ଅଛନ୍ତି ଦେବକନ୍ୟା ଫିଲ୍ମର ନିର୍ଦ୍ଦେଶକ ଶ୍ରୀ ରାଶେଷ ମହାନ୍ତି। ତ ଆଜି ଆମେ ତାଙ୍କୁ କିଛି ପ୍ରଶ୍ନ ଗୁଡ଼ିକ ପଚାରିବା। ତ ଦର୍ଶକ ମାନେ ଏହି ଫିଲ୍ମ ଠାରୁ କଣ ଅନୁଭବ କରିପାରିବେ? ଏ ଫିଲ୍ମ ଆକ୍ଚୁଆଲି ଆମର ଓଡିଶାର ହଉଛି କଳା ଓ ସଂସ୍କୃତି ହଉଛି ମୁଖ୍ୟ କଥା। ସେ କଳା ଓ ସଂସ୍କୃତି ଭିତରେ ଲୋକ ନୃତ୍ୟ, ଲୋକ କଥା, ଲୋକ ନୃତ୍ୟ, ଲୋକଗୀତ ଏମିତି ସବୁ ଅଛି। ତାହେଲେ ଗୋଟେ ଲୋକ କଥା, ଲୋକ ନୃତ୍ୟ ବା ଲୋକଗୀତ ଯୋଉଗୁଡାକ ସେ ଲୋପ ପାଇ ଯାଉଛି। ତ ଆମେ ଗୋଟେ ଲୋକ ନୃତ୍ୟକୁ ବେସ୍ କରିକି ସିନେମାଟି କରିଛୁ। ତ ଦର୍ଶକ ମାନଙ୍କ ପାଖରେ ଯେମିତି ଆଜି ଓଡିଶୀ ନୃତ୍ୟଟା ବହୁଳ ପ୍ରସାରିତ ଅଲ୍ ଓଭର ୱାର୍ଲଡରେ, କିନ୍ତୁ ଘୋଡା ନାଚଟା ଆମେ ଘୋଡା ନାଚକୁ ଯେହେତୁ ଗୋଟେ ଲୋକ ନୃତ୍ୟ, ଘୋଡା ନାଚକୁ ଗୋଟେ ପ୍ରଥାକୁ ନେଇକି ଆମେ କରିଛୁ, ଯେ ମା ମଙ୍ଗଳାଙ୍କ ପାଖରେ ନିଜକୁ ସମର୍ପଣ କରିକି ସେମାନେ ସେଇ ଦିନଠୁ ଘୋଡା ନାଚରେ ପରଫର୍ମ କରନ୍ତି। ଏଇ କଥାଟା ବୋଧେ କୋଉଠି ନା କୋଉଠି ଲୁଚି ଯାଇଛି, ଉୟ ହେଇକି ରହିଯାଇଛି। ସେଥିପାଇଁ ଆମର ଏମିତି ଗୋଟେ ମାଧ୍ୟମ ଆମେ ତିଆରି କଲୁ, ସୁପ୍ରିମ ଏଣ୍ଟରଟେନମେଣ୍ଟ। ଆଉ ସେମାନେ ଯେତେବେଳେ ତାଙ୍କ ଷ୍ଟୋରି ଶୁଣେଇଲି, ସେମାନେ ଆମେ କହିଲେ ନାଇଁ, ଆମର ଓଡିଶାର ଲୋକ ନୃତ୍ୟ, ଲୋକ କଳା ଗୁଡାକ ଲୁଚି ଯାଉଛି। ସେଇ ଲୋକ ନୃତ୍ୟଟାକୁ ପୁଣି ଲୋକମାନଙ୍କୁ ଅଲ୍ ଓଭର ୱାର୍ଲଡରେ ଲୋକମାନେ କେମିତି ଆମ ଲୋକ ନୃତ୍ୟକୁ ଦେଖିବେ, ସେଥିପାଇଁ ଆମେ ସିନେମାର ପ୍ଲାନିଂ କଲୁ। ତ ଏଇ ମେନ୍ କଥାଟା ହଉଛି ଆମର ଓଡିଶାର କଥାଟା, ଓଡିଶା ସଂସ୍କୃତିଟା ଏଇ ସବଜେକ୍ଟରେ, ଦେବକନ୍ୟା ସିନେମା ସବଜେକ୍ଟରେ ଲୁଚି ରହିଛି। ସେଇଟା ଆମେ ଚାହୁଁଛୁ ଲୋକମାନଙ୍କ ପାଖକୁ ଆସିବ ଆଉ ବହୁଳ ପ୍ରସାରିତ। ତ ଏହି ଫିଲ୍ମକୁ ଦେଖିବା ପାଇଁ ଦର୍ଶକ ମାନେ କାହିଁକି ଅପେକ୍ଷା କରିପାରିବେ? କାହିଁକି ଅପେକ୍ଷା? ସେଇ କଥା ମୁଁ କହୁଥିଲି, ତା ପୂର୍ବରୁ ଜଷ୍ଟ କହୁଥିଲି ଯେ ଆମର ଲୋକ କଳା, ଲୋକ ସଂସ୍କୃତି, ଆମର ଯୋଉ ଆମକୁ ଲୋକମାନେ ଜାଣିପାରୁନାହାନ୍ତି, ଆମ ଓଡିଶାର ସଂସ୍କୃତିକୁ ଆମେ ଚେଷ୍ଟା କରିଛୁ ଯେ ଆମେ ଲୋକ ସଂସ୍କୃତି, ଲୋକ କଳାକୁ ଆମେ ଲୋକମାନଙ୍କ ପାଖରେ ପହଞ୍ଚିବୁ ବା ଗୋଟେ ପ୍ରସାର ଆଉ ପ୍ରଚାର ହବ। ବାକି ରହିଲା କାହିଁକି ଅପେକ୍ଷା କରିବେ, ସେଟା ହଉଛି ଗୋଟେ ମେନ୍ କଥାଟା, ଯେ ଆମ ଦର୍ଶକ ଯୋଉମାନେ ପ୍ରକୃତର ଓଡିଆ ଦର୍ଶକ ଆଜି ପର୍ଯ୍ୟନ୍ତ ବି ଆମର ରହିଯାଇଛି। ଓଡିଆ ସିନେମା ରଜରେ ରିଲିଜ ହୁଏ ବା ଦଶହରା ରିଲିଜ ହୁଏ ବା କୌଣସି ପର୍ବପର୍ବାଣି ରିଲିଜ ହୁଏ। ଓଡିଆ ଦର୍ଶକ ପର୍ବପର୍ବାଣୀକୁ ଭଲ ପାଆନ୍ତି, ଆଉ ପର୍ବପର୍ବାଣୀ ସହିତ ସଂଶ୍ଳିଷ୍ଟ ଅଛି ଆମର ଏଇ ଓଡିଆ କଳା, ଓଡିଆ ଲୋକନୃତ୍ୟ, ଓଡିଆ କଥା, ଏଗୁଡା ସବୁ ସଂଶ୍ଳିଷ୍ଟ ଅଛି। ତ ସେଥିପାଇଁ ଦର୍ଶକ ଏଇଥିପାଇଁ ଅପେକ୍ଷା କରିବେ ଯେ ଆମେ ଗୋଟେ ଓଡିଆ କଥା ଦେଖିବୁ, ଆମ ନିଜ କଥା ଦେଖିବୁ, ଆମ ନିଜ ଓଡିଶାର ଗୋଟେ ଲୋକନୃତ୍ୟକୁ ଆମେ ସିନେମାକୁ ପ୍ରେଜେଣ୍ଟ କରିଛନ୍ତି, ସୁପ୍ରିମ ଏଣ୍ଟରଟେନମେଣ୍ଟ କରିଛନ୍ତି, ପ୍ରେଜେଣ୍ଟ କରିଛନ୍ତି। ସେଟାକୁ ଲୋକ ଦେଖିବେ ଆଉ ଆ ଭିତରେ ଗୋଟେ ଇମୋସନ ପାଇବେ ଯେ ଯୋଉ କଳାକାର ମାନେ ଅଛନ୍ତି, ସେ ଲୋକନୃତ୍ୟ ହଉ, ଲୋକଗୀତ ହଉ, ଲୋକ କଥାରେ ଯୋଉ କଳାକାର ମାନେ ଅଛି, ତାଙ୍କ ଭିତରେ ଯୋଉ ଇମୋସନ ଅଛି, ସେ ଇମୋସନଟା ହୁଏତ ଆମେ ଆଜିକା ଡେଟ୍ରେ ଏତେ ଯୋଉ ସହର ବଢୁଛି, ସହର ବଢିଲା ଭିତରେ ଆମେ ସେଇ ଇମୋସନଟାକୁ ଲୋକଙ୍କ ପାଖରେ ପ୍ରେଜେଣ୍ଟ କରିପାରୁନୁ। ବଟ୍ ଏଇ ସିନେମା ମାଧ୍ୟମରେ ଆମେ ଦେଖଉଛୁ ଯୋଉ ଲୋକଟି ସେ ଲୋକ ନୃତ୍ୟକୁ ନେଇକି ବେସ୍ କରିକି ତା ଜୀବନ ବିତଉଛି, ସେ ତା ଭିତରେ କଣ ଇମୋସନ ଅଛି, ତା ପରିବାର କେମିତି ଚାଲୁଛି, ତାକୁ ଲୋକ କେମିତି ଆକ୍ସେପ୍ଟ କରୁଛନ୍ତି। ଆମ ଓଡିଆ ଦର୍ଶକ ତାକୁ ଆକ୍ସେପ୍ଟ କରିବା ଦରକାର ସେଇ ଲୋକ ନୃତ୍ୟକୁ। ତ ସେଇ ଲୋକ ନୃତ୍ୟଟାକୁ ଆମେ ସିନେମା ମାଧ୍ୟମରେ ଏଇଥିପାଇଁ ଦେଖୁଛୁ, ସିନେମାଟାକୁ ଯଦି ଲୋକ ଦର୍ଶକ ଅପେକ୍ଷା କଲେ, ତାକୁ ଆକ୍ସେପ୍ଟ କଲେ, ଦେନ୍ ଆମ ଲୋକ ନୃତ୍ୟଟା ବି ଆକ୍ସେପ୍ଟେବଲ ହବ। ତ ସାର୍, ଏଇ ଦେବକନ୍ୟା ଫିଲ୍ମକୁ ସବୁଠୁ କଣ ଅଲଗା କରେ? ଏଇଟା ଅଲଗା ମାନେ ପ୍ରଥମ କଥା ହଉଛି ଦେବକନ୍ୟା ଟାଇଟେଲ ଇଟସେଲ୍ଫ ଗୋଟେ ଅଲଗା ଟାଇଟେଲ। ଏମିତି ଗୋଟେ ଶବ୍ଦକୁ, ଏମିତି ଗୋଟେ ଟାଇଟେଲ ଦେବକନ୍ୟା ଗୋଟେ ଶବ୍ଦକୁ ନେଇକି ସିନେମା ହେବାରେ ଓଡିଶାରେ ବିରଳ। ହଉଥିଲା, ବହୁତ ଆଗରୁ ହଉଥିଲା, ଏବେ ଏଇ ପିଢିରେ ଦେବକନ୍ୟା ଶବ୍ଦକୁ ନେଇ ସିନେମା ହେଇନି। ପ୍ରଥମ କଥା ଏଇଟା ଯେ ଏଇଟା ଗୋଟେ ସବୁଠୁ ଗୋଟେ ଭିନ୍ନ କଥାଟେ। ଦ୍ୱିତୀୟ କଥା ରହୁଛି ଏ ଦେବକନ୍ୟାରେ ଆମେ କିଛି ନୂଆ ଟେକ୍ନୋଲୋଜି ୟୁଜ କରିଛୁ। ଟେକ୍ନୋଲୋଜି ମାନେ ନୁହେଁ, ମୁଁ କହିବିନି ଟେକ୍ନୋଲୋଜି ମାନେ କିଏ କ୍ୟାମେରାରେ କଣ ସଟ୍ ନଉଛି, କିଏ, ମୁଁ ସେ ଟେକ୍ନୋଲୋଜି କଥା କହୁନି। ଟେକ୍ନୋଲୋଜି ମିନ୍ସ ମୁଁ ସେଇ ଟେକ୍ନୋଲୋଜି କହୁଛି ଯୋଉଟା ପୋଷ୍ଟ ପ୍ରଡକ୍ସନରେ ଆମେ କିଛି କାମ କରୁଛୁ, ଯୋଉଥିରେ ଦେବକନ୍ୟାରେ ସେ ଦେବକନ୍ୟାଟି କେମିତି ସଫର କରୁଛି, ସେ କୋଉଠି ପହଞ୍ଚୁଛି, କୋଉଠି କରୁଛି, ତାକୁ ନେଇ କିଛି ଟେକ୍ନୋଲୋଜି ୟୁଜ କରୁଛି। ଏଟା ସିନେମା ଦେଖିଲେ ଲୋକ ଜାଣିପାରିବେ ଯେ ଟେକ୍ନୋଲୋଜି ୟୁଜ କରିଛୁ। ଆଉ ଗୋଟେ ସବୁଠୁ ବଡ କଥା, ଏଠି ବୋଧେ ଓଡିଶାରେ ପ୍ରଥମ ଥର ପାଇଁ ମାନେ ବହୁତ 5,000, 4,000, 5,000 କ୍ରାଉଡ, ମାନେ ଲୋକଙ୍କ ଭିତରେ ସିନେମାଟି ତିଆରି ହେଇଛି। ପ୍ରତି ଫ୍ରେମରେ ଆପଣଙ୍କୁ ଲାଗିବ 3,000, 4,000 ଲୋକ ଠିଆ ହେଇଛନ୍ତି। ଇଏ ହଉଛି ଦ୍ୱିତୀୟ କଥା। ତୃତୀୟ କଥା ହଉଛି ଏଇ ଦେବକନ୍ୟା ସିନେମାରେ ଆପଣ ଓଡିଶାର କିଛି କଲଚର, କିଛି ଟ୍ରାଡିସନ ପାଇବେ। ଯେମିତି ମହାବିଷୁବ ସଂକ୍ରାନ୍ତି ପାଇବେ ଆ ଭିତରେ, ଯେମିତି ଆମର ଗାଁରେ ଦୋଳ ମେଳନ ହଉଛି, ଦୋଳ ମେଳନ ଗୋଟେ ବହୁ ଆକାରରେ ପାଇବେ, ଯେମିତି
ସେମିତି ଗୋଟେ ପାଇବେ। ଯେମିତି ଆମର ଗୋଟେ ଘର ଭିତରେ କିଏ ଚାଲିଗଲେ ଆମେ ଗୋଟେ 11 ଦିନ ଶୋକ ପାଳୁ, ଆଉ ସେ ପରିବାର ସମାସି ରୁହନ୍ତି, ତାର ପ୍ରକୃତ ତାର ଯେମିତି ଆମେ ସିଷ୍ଟମ ଟାକୁ ଆମେ କେମିତି ଚାଲେ, ମାନେ ଲୋକଟା ମରିବା ଦିନଠୁ ଆରମ୍ଭ କରି ତାର 12 ଦିନ ପର୍ଯ୍ୟନ୍ତ କେମିତି ଚାଲେ, ତାର ଗୋଟେ କଥାଟେ ଅଛି। ଘରର କଥାଟି ଅଛି, ଘର ବାପ ପୁଅ ସ୍ନେହଟି ଅଛି। ଏମିତି କିଛି ଓଡିଶା ଘରର କଥା, ଓଡିଶାର କଲଚର କଥା, ଓଡିଶା ସଂସ୍କୃତିର କଥା ଏଇ ସିନେମା ଭିତରେ ଅଛି। ଚତୁର୍ଥ କଥା ହଉଛି ଆ ଭିତରେ ଆମେ କ୍ୟାମେରାଟି ଯୋଉ ୟୁଜ କରିଛୁ ସେ ସୋନି ଭ୍ୟାନିସ୍ କ୍ୟାମେରା। ଏଇ କ୍ୟାମେରାରେ ଓଡିଶାରେ ବହୁତ କମ ସିନେମା, କମ କଣ ମୁଁ କହିବାକୁ ବୋଲେ ଗୋଟିଏ ସିନେମା ବୋଧେ ହେଇଛି, ଏଇଟା ହଉଛି ଆମର ପ୍ରଥମ ସିନେମା। ଆ ପରେ ଗୋଟେ ସିନେମା ହଉଛି ଏଇ କ୍ୟାମେରାରେ ୟୁଜ କରିଛୁ। ଏ କ୍ୟାମେରାଟା ଓଡିଶାରେ କେବେ ୟୁଜ ହେଇନଥିଲା। ଆଣ୍ଡ ଆର ପୋଷ୍ଟ ପ୍ରଡକ୍ସନ ଯୋଉ ଏଡିଟିଂ ପାର୍ଟ ହଉ ବା ଡିଆଇ ପାର୍ଟ ହଉ, ଏଗୁଡାକ ସବୁ ଆମେ ଚେନ୍ନାଇରେ ଡିଆଇ କରୁଛୁ, ବେଙ୍ଗଲରେ ବିଜିଏମ୍ କରୁଛୁ, ଆମର ସ୍ପେଶାଲ ବିଜିଏମ୍ ଆସୁଛି। ଇଏ ଗୋଟେ ଚତୁର୍ଥ କଥା। ପଞ୍ଚମ କଥା ହଉଛି ଏଇ ସିନେମାର ବିଜିଏମ୍, ଯୋଉ ବ୍ୟାକଗ୍ରାଉଣ୍ଡ ସ୍କୋରିଂ ବିଜିଏମ୍, ଏଥିରେ ଆପଣଙ୍କୁ କୌଣସି ୱେଷ୍ଟର୍ଣ୍ଣ କଲଚରର ବିଜିଏମ୍ ଲାଗିବନି। ପୁରା ଓଡିଶାର ସେ ପୋଖୋଜ ବାଜୁଥିବ, ସେ ସିତାର ବାଜୁଥିବ, ସେ ସକାଳ ଭଳିଆ ଲାଗୁଥିବ, ରାତିରେ ରାତି ଭଳିଆ ଲାଗୁଥିବ। ଏମିତି କିଛି ଆମେ ତାକୁ ତିଆରି କରିଛୁ ସିନେମାଟି। ମ୍ୟୁଜିକାଲି ହଉ ବା ବିଜିଏମ୍ ସ୍କୋରିଂରେ ହଉ, ମେକିଂରେ ହଉ। ମେକିଂରେ ବି ଆମେ ସେଇ ଟ୍ରାଡିସନାଲ ସେ ଗାଁ, ଟିପିକାଲ ଗାଁକୁ ଯେ ଆମେ ସୁଟ୍ କରିଛୁ, ଯୋଉ ଗାଁ ଆମର ଆବଶ୍ୟକ ଅଛି, ଯୋଉ ଗାଁ 1920 ମସିହାରେ 30 ମସିହାରେ ଯୋଉ ଗାଁ ଥିଲା, ସେମିତି ଗୋଟେ ଗାଁର ଆଟମୋସ୍ଫିୟର ତିଆରି କରିଛୁ। ସେମିତି ଗୋଟେ ଆଖଡା ଘର ତିଆରି କରୁଛୁ, ଦେବକନ୍ୟାରେ ନାଚ ଶିଖୁଛି, ଯୋଉଠି ସେ ନାଚ ପ୍ରାକ୍ଟିସ କରୁଛି, ରିହର୍ସାଲ କରୁଛନ୍ତି, ଗୋଟେ ଆଖଡା ଘରଟି ତିଆରି କରିଛୁ। ତ ଏମିତି କିଛି କଥା ଯୋଉଟାକୁ ନୂଆ ଲୋକଙ୍କୁ କମ୍ପ୍ଲିଟଲି ନୂଆ ଲାଗିବ। ଆଉ ସେଥିପାଇଁ ଦେବକନ୍ୟା ଗୋଟେ ଅନନ୍ୟ, ଦେବକନ୍ୟା ଗୋଟେ ଆଉ ଗୋଟେ ପାର୍ଟ, ଓଡିଆ ସିନେମାଠୁ ଆଉ ଗୋଟେ ପାର୍ଟ ଅନନ୍ୟ ଲାଗିବ। ତ ସାର୍ ମୋର ଅନ୍ତିମ ପ୍ରଶ୍ନ ରହିବ, ଏହି ଫିଲ୍ମରେ ସଙ୍ଗୀତର କେତେ ଗୁରୁତ୍ୱପୂର୍ଣ୍ଣ ରହିବ? ଦେଖନ୍ତୁ, ସଙ୍ଗୀତ କଥା ଆମେ ଯଦି ଆସୁଛନ୍ତି, ଆମେ ଯଦି ବାଳକୃଷ୍ଣ ଦାସଙ୍କୁ ଦେଖିବା, ଯେତେବେଳେ ସଙ୍ଗୀତର ସୃଷ୍ଟି ଆମର ହେଇଛି, ସେ ଯୋଉ ସମୟରୁ ସଙ୍ଗୀତର ସୃଷ୍ଟି, ଆମେ ଓଡିଆ ସଙ୍ଗୀତକୁ ଆମେ ଆମ ପିଲାବେଳେ, ମୁଁ ମୋର ପିଲାବେଳେ ଓଡିଆ ସଙ୍ଗୀତକୁ ଆମେ ଶୁଣୁଥିଲୁ, ଆମକୁ ଭଲ ଲାଗୁଥିଲା। ଓଡିଆ ସଙ୍ଗୀତକୁ ନେଇକି ଆମେ ଖୁସି ହଉଥିଲୁ ଯେ ଓଡିଶାର ସଙ୍ଗୀତ ଏଟା। ନିମାଇ ହରିଚନ୍ଦନ, ବାଳକୃଷ୍ଣ ଦାସ। ପର ଫେଜରେ ଗୋଟେ କଣ ହେଲା ଯେ ସଙ୍ଗୀତକୁ ଗୋଟେ କମର୍ସିଆଲାଇଜ କରାଗଲା। ଆମେ ଅନ୍ୟମାନଙ୍କୁ ଧରିଲେ, ଆଠୁ ତାଠୁ ଆଣିକି କରିକି ଆମେ ସଙ୍ଗୀତ ତିଆରି କଲେ। ସୋ ଦେବକନ୍ୟାରେ ଯେତେବେଳେ ଆମର ପ୍ରଥମେ ମୋର ସୁପ୍ରିମ ଏଣ୍ଟରଟେନମେଣ୍ଟର ପ୍ରୋଡ୍ୟୁସର ପ୍ରଯୋଜକଙ୍କ ସହିତ ମୋର ଦେଖା ହେଲା, ଆମେ କାହାଣୀ ଡିସ୍କସନ ହେଲା, ଆମେ ଗୋଟେ ଗୀତକୁ ନେଇ ଚିନ୍ତା କଲୁ ଯେ ଆମେ ଗୀତଟାକୁ ପୁଣି ଫେରେଇବା। ଆମ ଓଡିଶାର କ୍ଲାସିକ ସଙ୍ଗ, ଓଡିଶାର କଥାଟାକୁ ଗୀତ ମାଧ୍ୟମରେ ଆଣିବା। ସୋ ଗୀତରେ ଆମେ 2 ମାସ ଖଣ୍ଡେ ଖଟିଛୁ। ଆମେ ଗୀତରେ ପ୍ରୋଡ୍ୟୁସର ନିଜେ, ପ୍ରଯୋଜକ ନିଜେ ବସିଥିଲେ, ମୁଁ ବସିଛି, ଆମର ଟୋଟାଲ ଏଣ୍ଟାୟାର ଟିମ୍ ବସିଥିଲେ। ଆମେ ଏ ଗୀତଟି ଆପଣ ତ ଶୁଣିଲେ ଜାଣିପାରିବେ, ଏ ଗୀତରେ ଆମେ ପ୍ରାୟତଃ ଚେଷ୍ଟା କରିଛୁ ଯେ ଓଡିଶା ମାଟିର ବାସ୍ନା ଆସିବ। ଓଡିଶାର ଯୋଉ କ୍ଲାସିକାଲ ସଙ୍ଗ ଆଜି ବି ଆପଣ ମୁମ୍ବାଇ ଦେଖନ୍ତୁ, ମୁମ୍ବାଇ ଇଣ୍ଡଷ୍ଟ୍ରି ଏତେ ବଡ ଇଣ୍ଡଷ୍ଟ୍ରି, ସେଠି ବି ଆଜି ବି ଓଡିଶାର କ୍ଲାସିକାଲ ସଙ୍ଗ ଚାଲୁଛି। ତ ଆମେ ବି ଚେଷ୍ଟା କରିଛୁ ଆମେ ସେଇ ଓଡିଶା କ୍ଲାସିକ ସଙ୍ଗକୁ ପୁଣି ଏଗେନ୍ ଫେରେଇବୁ। ଲୋକଙ୍କୁ ସ୍ମୃତି ମଧ୍ୟ ଲାଗିବ, ଲୋକଙ୍କୁ ଲାଗିବ ନାହିଁ ଆମେ ଓଡିଆ ଗୀତ ଶୁଣୁଛୁ, ମେଲୋଡି ବି ଶୁଣୁଛୁ, ବଟ୍ ଓଡିଆ ଗୀତ ଶୁଣୁଛୁ, କ୍ଲାସିକାଲ ଗୀତ ଶୁଣୁଛୁ। ସେ ଗୀତରେ ଆମେ ବହୁତ ପରିଶ୍ରମ କରୁଛୁ। ଗୀତ ଗୁଡିକୁ ଆପଣଙ୍କୁ ନିହାତି ଲାଗିବ ଯେ ଆମେ ପୁଣି ଏଗେନ୍ ବୋଧେ ଆମ ସେଇ ନିମାଇ ହରିଚନ୍ଦନ, ସେଇ ବାଳକୃଷ୍ଣ ଦାସ, ସେମାନଙ୍କ ପାଖକୁ ଆମେ ଫେରି ଯାଇଛୁ, ସେ ଗୀତକୁ ଫେରି ଯାଇଛୁ। ସେ କାନକୁ ସେମିତି ମିଠା ମିଠା ଲାଗୁଛି। ଓଡିଆ କଥା ଯେମିତି ମିଠା ମିଠା, ମାନେ ଆମେ ଓଡିଶାରେ କଥା, ଆମର ଓଡିଆର କଥା ଯେମିତି ମିଠା, ସେମିତି ଗୀତ ଗୁଡିକ ମିଠା ହବା ଦରକାର। ସେମିତି ମିଠା ଗୀତ ଗୁଡିକୁ ନେଇ ଆମେ କରିଛୁ। ତ ଗୀତ ଗୁଡିକ ମୁଁ ଭାବୁଛି ଏକଦମ ସ୍ୱତନ୍ତ୍ର ହବ। ଗୋଟେ ସମର୍ପି ଦେଇଛି ଗୀତଟି ଆମେ କରିଛୁ, ସମର୍ପି ଦେଇଛି ବୋଲି ଗୀତଟି କରିଛୁ। ସେ ଗୀତଟି ଓଡିଆ ଶାସ୍ତ୍ରୀୟ ସଙ୍ଗୀତକୁ ବେସ୍ କରିକି ଗୀତଟି ହେଇଛି। ଆଉ ତାର ଶବ୍ଦ ଗୁଡିକୁ ସବୁ ଓଡିଆର ଶବ୍ଦ, ଯେତିକି ଶବ୍ଦ ସବୁ ଦିଆହେଇଛି, ସେ ଶବ୍ଦ ଗୁଡାକୁ ଗୁନ୍ଥା ହେଇଛି, ସେ ପିଓର ଓଡିଆ ଶବ୍ଦକୁ ଗୁନ୍ଥିକି ଆମେ ଗୀତଟି କରିଛୁ। ଗୋଟେ ଆମେ ଦୋଳ ବିମାନ ଯେତେବେଳେ ଯାଉଛି, ଗାଁରେ ଦୋଳ ବିମାନ ଉଠୁଛି, ସେତେବେଳେ ଦୋଳକୁ ନେଇକି ଗୋଟେ ଗୀତଟି ତିଆରି କରିଛୁ। ଯେତେବେଳେ ଘୋଡା ନାଚ କରିବାକୁ ଆମର କାହାଣୀର ମୁଖ୍ୟ ଚରିତ୍ର ଯିଏ ଯେତେବେଳେ ଯାଉଛି, ଘୋଡା ନାଚର ଯୋଉ ଅରିଜିନାଲ ଟ୍ୟୁନ୍, ସେ ଅରିଜିନାଲ ଟ୍ୟୁନକୁ ଆମେ ୟୁଜ କରିଛୁ। ଆମେ କୌଣସି ମିକ୍ସ କରିନୁ, କିଛି କମର୍ସିଆଲାଇଜ କରିନୁ, ଅରିଜିନାଲ ଟ୍ୟୁନକୁ ୟୁଜ କରିଛୁ। ସୋ ଗୀତ ନିଶ୍ଚିତ ଭାବରେ ସ୍ୱତନ୍ତ୍ର ହବ। ଆଉ ଦେବକନ୍ୟା, ଏମିତି ଦେବକନ୍ୟା ଟାଇଟେଲରୁ ଆପଣମାନଙ୍କୁ ବି ଲାଗୁଥିବ, ଆପଣଙ୍କୁ ବି ଲାଗୁଥିବ, ମତେ ବି ଲାଗୁଛି, ଦେବକନ୍ୟା ଇଟସେଲ୍ଫ ଗୋଟେ ମ୍ୟୁଜିକାଲ ଟାଇଟଲ।
गोटे कानकू लगे एटा गोटे संगीतमय टाइटलटा देवकन्या गोटे संगीत भितर बंधा टाइटलटा देवकन्या संगीत भितर बंधा तो संगीत निहाती देवकन्यार गोटे एक्सेस माने कंप्लीटली अलग हम संगीत को लोक भल पाइबे बोधे मु भावुची जेमती आमे पुराना गीत को आमे आज भी आमे मन रखीचु आमे गुणगुण होउचु देवकन्या गीत को आगामी पीढ़ी भी गुणगुण हेबे से गीत गाइबे से गीत घरे घरे बाजिबो आम फंक्शन रे बाजिबो आमर दुर्गा पूजा रे बाजिबो दुर्गा मां पूजा रे बाजिबो देवकन्या गीत कालींकर पूजा काली मां पूजा रे बाजिबो दशहरा रे बाजिबो रज रे बाजिबो सबु जगह रे गीत को लोक मने रखिबे। धन्यवाद सर आमर दर्शक बंधु को देवकन्या विषय रे एते किछि सूचना देथिबारु आशा करूची दर्शक बंधु को ए फिल्म टी बहुत भल लागिबो। नमस्कार मु भी चाहिबी केमती देवकन्या आपण देखंतु जेते मात्रा रे आपण माने निज निज बंधु बांधव को सब कहंतु देवकन्या देखंतु निश्चिंत भाबे गोटे भल अभिज्ञता आपनकर हबो गोटे एमती सिनेमार भल अभिज्ञता हबो आप समस्ते आसंतु देखंतु सिनेमाटी देखंतु सिनेमार गीत को पसंद करू सिनेमा को भल पांतु आम ओडिया सिनेमा को भल पांतु सुप्रीम एंटरटेनमेंट द्वारा ए सिनेमाटी को आपण भल पाइबा निहाती दरकार आम ओडिया सिनेमा चलिबा पई। नमस्कार।